ଗୋଳାନ୍ତର ଥାନା ଅଞ୍ଚଳରେ 5 ଜଣଙ୍କୁ ଗୋଡ଼ାଇ ଆକ୍ରମଣ ଘଟଣାରେ ଆହତ 3 ବିଜେପି କର୍ମୀଙ୍କୁ ମେଡିକାଲରେ ଭେଟିଲେ ଖଣି ମନ୍ତ୍ରୀ ବିଭୂତି ଜେନା। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ ମନ୍ତ୍ରୀ। ଗଞ୍ଜାମରେ ପୁଣି ଥରେ ଦେଖାଦେଇଥିବା ଆତଙ୍କରାଜ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ସେମାନଙ୍କର ପୁରୁଣା କ୍ରିମିନାଲ ରେକର୍ଡ ରହିଛି। ଅପରାଧିକ କାର୍ଯ୍ୟକଳାପରେ ସେ ସାମିଲ ଥିଲେ। ହଳଦିଆପଦର କନିସିଠାରେ ଖଣ୍ଡାରେ ହାଣି ଆକ୍ରମଣ କରିବା ଘଟଣାରେ 3 ଜଣଙ୍କୁ ଗିରଫ କରିଲା ପୋଲିସ। ବର୍ତ୍ତମାନ ଯାଏଁ ଥାନାରେ 5ଟି ମାମଲା ରୁଜୁ କରାଯାଇଛି। ହଳଦିଆପଦରରେ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବହୁତ ଦିନ ବେଳେ ଏଭଳିଆ ଆଇନ ଶୃଙ୍ଖଳା ପରିସ୍ଥିତି ଗୋଟେ ସୃଷ୍ଟି ହେଲା, ଯାହାକି ଚିନ୍ତାଜନକ ମଧ୍ୟ। ଏବଂ ଅସାମାଜିକ ବ୍ୟକ୍ତି କିଭଳି ଭାବେ ଆସି ମଦ୍ୟପାନ କରି ଗୋଟେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରି 4 ଜଣ ପ୍ରାୟ 5 ଜଣ ଖଣ୍ଡେ ଇଞ୍ଜୁରି ଅଛନ୍ତି। ସେମାନଙ୍କୁ ତ ଆଜି ମଧ୍ୟ 2 ଜଣଙ୍କୁ ସିଫ୍ଟ କରିବା, ଯେଭଳି ଭାବେ ପୂର୍ବରୁ ଧମକ ଦେବା, ପୂର୍ବରୁ ଏଭଳି ଆଣ୍ଟି ସୋସିଆଲ କାର୍ଯ୍ୟରେ ସେମାନେ ନିୟୋଜିତ ଥିବା ଲୋକ ହିଁ ଏଭଳିଆ କାମ କରିଛନ୍ତି। ମୁଁ ତ ତାକୁ ଦୃଢ଼ ନିନ୍ଦା କରୁଛି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କହିଥିଲି, ନିର୍ଦ୍ଦେଶ ବି ଦେଇଥିଲି ଏବଂ ତାକୁ ତା ବାସି ଦିନ ସେ 3 ଜଣଙ୍କୁ ଆରେଷ୍ଟ କରିଛନ୍ତି। ଆହୁରି 3 ଜଣ ଅଛନ୍ତି। କେବେ ଖୋଜିଲେ ପୋଲିସ ଖୋଜୁଛି ମଧ୍ୟ କେଉଁମାନେ ଆର କାର୍ପେଟଦାର, କେଉଁମାନେ ଏଭଳିଆ କାଣ୍ଡ ରଚାଇବା ପାଇଁ ସବୁ ପ୍ରକାର ଆସିଷ୍ଟ କରିଛନ୍ତି, କେଉଁମାନେ କାଣ୍ଡ ରଚାଇଛନ୍ତି, ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ। ସେ ହଳଦିଆପଦରରେ ଗୋଟେ ତିନିଟା ଲୋକ ମିଶିକି ଯେଉଁମାନେ ଆଣ୍ଟି ସୋସିଆଲ୍ସ ଅଛନ୍ତି ସେମାନେ କିଛି ଲୋକଙ୍କୁ ଇଞ୍ଜୁରି କରିଛନ୍ତି, ଖାଣ୍ଡା କାତି ଧରିକି ଇଞ୍ଜୁରି କରିଛନ୍ତି। ସେଇ କେସ୍ରେ ସେଇ ବିଷୟରେ 5ଟା କେସ୍ ଆମର ଗୋଳାନ୍ତର ଥାନାରେ ହେଇଛି। ଆଉ 3 ଲୋକ ଯେଉଁମାନେ ଖାଣ୍ଡା ଧରିକି ଆଣିଥିଲେ ସେଇ 3 ଲୋକ ଯାକ ଏବେ ପୋଲିସ ହାତରେ ଅଛି। ଆଜି ସେମାନେ ଆରେଷ୍ଟ ହେଇକି ଫରୱାର୍ଡ ହେଉଛନ୍ତି। ଆଉ ଜଣଙ୍କୁ ଆମେ ଖୋଜୁଛୁ, ତାକୁ ମଧ୍ୟ ଖୁବ୍ ଶୀଘ୍ର ଯେଉଁମାନେ ଗାଡ଼ିରେ ଧରିକି ଆସିଥିଲେ ସେ ପିଲାକୁ ବି ଆମେ ଖୋଜୁଛୁ, ତାକୁ ମଧ୍ୟ ଆରେଷ୍ଟ କରାଯିବ। ଆଉ ଗତ ଥର ଯେମିତି ବେଲ୍ରେ ଆସିଲା, ଆମେ କୋର୍ଟକୁ ରିକ୍ୱେଷ୍ଟ କରିବୁ ଦୟାକରି ବେଲ୍ରେ ନ ଛାଡ଼ିଲା ଭଳିଆ, ଆଉ କେସ୍କୁ ବହୁତ ମଜବୁତ ଆମେ କରିବୁ, ଯେମିତି ଏଟା ଖୁବ୍ ଶୀଘ୍ର କନଭିକ୍ସନ୍ ହେବ ଆଉ ସେମାନେ ପୁରା ନିରନ୍ତର ଜେଲ୍ ପାଇବେ, ସେ ବ୍ୟବସ୍ଥା କରାଯିବ। ଗୋଳନ୍ଥରାରୁ ଅଭିମନ୍ୟୁ ମିଶ୍ରଙ୍କ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।